ଚୀନର ଦୁଃଖ ଥିଲା ହୁଆଇହଁ, ସେହିପରି ଜଗତସିଂହପୁର ଜିଲ୍ଲାର ଦୁଃଖ ହଂସୁଆ ନଦୀ। ଏକଥା ହଂସୁଆ ନଦୀ ସମଗ୍ର ଜିଲ୍ଲାର ଚାଷୀମାନଙ୍କ ପାଇଁ ସାମାଜିକ ଅର୍ଥନୈତିକ ବିକାଶ କ୍ଷେତ୍ରରେ ବରଦାନ ସଦୃଶ୍ୟ ଥିଲା। ଏଥିରେ ରବି ଫସଲ, ଶାରଦ ଏବଂ ବିଭିନ୍ନ ପନିପରିବା ଫସଲ କରି ଲୋକମାନେ ଚଳୁଥିଲେ। କିନ୍ତୁ ଏବେ ଏହା ଲୋକମାନଙ୍କ ପାଇଁ ଦୁଃଖ ପାଲଟିଛି। ନଦୀ ମୁହାଣ ପୋତି ହୋଇଯିବାରୁ ବିଭିନ୍ନ ଜାଗାରେ ପୋଲ ଏବଂ ପୋଲରେ ଦଳ ଲାଗି ପାଣି ନିଷ୍କାସନ ହୋଇପାରୁନାହିଁ, ଯାହାଦ୍ୱାରା ବର୍ଷା ପାଣି ନିଷ୍କାସନ ନ ହୋଇପାରିବାରୁ ହେକ୍ଟର ହେକ୍ଟର ଚାଷ ଜମି ଜଳମଗ୍ନ ହୋଇଯାଉଛି। ଯାହାକୁ ନେଇ ଚାଷୀମାନେ ଅସନ୍ତୋଷ ବ୍ୟକ୍ତ କରିବା ସହିତ ନଦୀ କୂଳେ ରହିଥିବା ଲୋକମାନଙ୍କର ଚିନ୍ତା ବଢ଼ିଛି। ଫସଲ ଉଜୁଡ଼ି ଯାଇଥିବା ବେଳେ ଲୋକମାନେ ବର୍ଷକର ଫସଲ ନଷ୍ଟକୁ ଆଉ ସହିପାରୁନାହାନ୍ତି। ବିଭାଗୀୟ ଅଧିକାରୀମାନେ ଦଳ ସଫା ନ କରିବା, ପୋଲଗୁଡ଼ିକରେ ଅଧିକ ଖୁଣ୍ଟ ରଖିବା, ମୁହାଣକୁ ଖନନ ନ କରିବା ଏବଂ ମୁହାଣ ପାଖାପାଖି ଚିଙ୍ଗୁଡ଼ି ମାଫିଆମାନେ ଘେରି କରିଥିବାରୁ ପାଣି ଅଟକି ରହିବା ଦ୍ୱାରା ପାଣି ନିଷ୍କାସନ ହୋଇପାରୁନାହିଁ, ଯାହାଦ୍ୱାରା ବିଲରେ ପାଣି ଜମି ରହି ଫସଲ ନଷ୍ଟ ହେଉଛି, ଯାହାକି ବର୍ତ୍ତମାନ ବର୍ଷା ଦିନରେ ଦେଖିବାକୁ ମିଳିଛି। ମୋ ନାଁ ହେଲା ସୁନନ୍ତ କୁମାର ବେହେରା, ଧରାଧରପୁର ବସନ୍ତା। ମୁଁ 3 ଏକର ବିଲ ଚାଷ କରୁଛି। ମୋର ପ୍ରତିବର୍ଷ ନିହାତି 2 ଏକର ଧାନ ନଷ୍ଟ ହୋଇଯାଉଛି। ଏମିତି ଉଞ୍ଚା ଉଞ୍ଚା ବିଲ ରହୁଛି। ଏ ହଂସୁଆ କନ୍ଦରପୁର ଠାରୁ ଆରମ୍ଭ କରି ଯେତେ ପାଣି ତାଳଦଣ୍ଡା କେନାଲ ଏବଂ ମାଛଗାଁ କେନାଲର ପାଣି ସବୁଯାକ ପାଣି ବର୍ଷା ପାଣି ଆଉ ନାଳ ପାଣି ଯାହା ହେଲା ହଂସୁଆକୁ ଆସୁଛି। କିନ୍ତୁ ହଂସୁଆର ଜଳ ନିଷ୍କାସନର କୌଣସି ବାଟ ନାହିଁ। କିନ୍ତୁ ସେ ପାଇଁ ସରକାର କୌଣସି ମୁଣ୍ଡ ଖେଳଉନାହାନ୍ତି। ଯେତେ ବିଭାଗ ଯେତେ ଯାହା କଲେ ବି ଦାବି କଲା ପରେ ବି ସେଇ ହିଟାଜି ଆଣୁଛନ୍ତି, ଖୋଳି ଦେଉଛନ୍ତି, ଯେଉଁ କଥାକୁ ସେଇ କଥା। ତାପରେ ଯେଉଁ ପାଇଲିଂ ପିଲର ସବୁ ହେଇଛି ସିଏ ବି ଦଳ ବୁଝି। ତାପରେ ଯେଉଁଠି ସରକାର ଦ୍ୱାରା ଯେଉଁ ରାସ୍ତା ହେଇଯାଇଛି ସେଠି ବି ବଡ଼ ବଡ଼ ଛୋଟ ପୋଲ ବି ବସୁନାହିଁ। ଗୋଟେ ଏଇଠି ଉଦାହରଣ ଏବେ ନୂଆପଲ୍ଲୀରେ ରୋଡ଼ ଗୋଟେ ହେଇଛି, ପୋଲ ହେଇଛି, ସେଠି ଛୋଟ ବସିଲା ନାହିଁ, ମାଟି ପୁରା ଉଞ୍ଚା କରିଦେଇଛି, ପାଣି ଯାଇପାରୁନାହିଁ। ସିଏ ବି ଯେଉଁ ଜଳ ହେଇଛି ତାହାର ବି ନିଷ୍କାସନର ସୁବିଧା ନାହିଁ। ଆମେ ଅସୁବିଧା ହେଇଛି, ସବୁ ପଇସା ପତ୍ର ଗ୍ରୁପ ଲୋନ୍ ଆଣିକି ପଇସା ପତ୍ର ଚାଷ କରି ଅଲରେଡ଼ି ସବୁ ସରିଯାଇଛି। ଆମେ କେମିତି ସରକାରଙ୍କର ସହଯୋଗ ସାହାଯ୍ୟ ହେଲେ ମାନେ ହଜାର ହଜାର ହେକ୍ଟର ହେବ। କୁଆମଙ୍ଗା, କନ୍ଦରାପାଟି, ଧରାଧରପୁର, ବସନ୍ତା, ନେଦାଳ, କୋଟଗଣା, ମନ୍ଦାରପୁର ତ ଅନେକ ଏରିଆ ଅଛି। ଆଉ ହଜାର ହଜାର ହେକ୍ଟର ହେବ। ସବୁ ତ ଜଳମଗ୍ନ ହେଇଯାଇଛି, କିଛି ତ ନାହିଁ। ଆଉ ମୋ ନାଁ ହେଉଛି ପ୍ରଭାକର ବିଶ୍ୱାଳ, ଆଉ ମୌଜା ହେଉଛି ଧରାଧରପୁର ବସନ୍ତା। ଆମର ଚାଷ ଜମି ସବୁ କୁଆମଙ୍ଗା ଆଉ ନେଦାଳ, ଧରାଧରପୁର ଆଉ କନ୍ଦରାପାଟି ଏଇ ମୌଜାରେ ଅଛି। ଏ ଯେଉଁ ମୌଜା ଗୁଡ଼ିକ ବର୍ତ୍ତମାନ ଏମିତି ଆଗରୁ ପରିସ୍ଥିତି ଥିଲା, ଏ ଜାଗାଟା ହଂସୁଆର ସର୍ବନିମ୍ନ ଖାଲ ଜାଗା। ତେଣୁ ଯେତେବେଳେ ପାଣି ହୁଏ ନିହାତି କମରେ ଖୁବ୍ ଜୋରରେ ସେମାନେ ପାଣି ଆସିକିରି ସେ ଶାରଦ ଧାନ ଚାଷ ହେଉଥିଲା, କିନ୍ତୁ ବିଶେଷ କିଛି କ୍ଷତି ହେଉନଥିଲା, ଅବଶ୍ୟ ଉପକାର ହେଉଥିଲା। ସେ 8 ଦିନ 15 ଦିନ ଭିତରେ ପାଣି ରୁହେ ନାହିଁ, ବାହାରି ଚାଲିଯାଏ। କିନ୍ତୁ ବର୍ତ୍ତମାନ ଯେଉଁ ଜିନିଷ ହେଲା, ଘରଘାଟ ରାସ୍ତାଘାଟ ବଢ଼ିକିରି ସବୁ ପୋତାପୋତି ହେଇକିରି ହେଇଗଲା, ସେ ପାଣିଟା ସବୁବେଳେ ଡାଉନ୍ ହେଇକିରି ରହୁଛି। ଏଠି କେତେବେଳେ କମିକିରି ରହୁନାହିଁ। ହଂସୁଆ ଦେହରେ ଘେରିବନ୍ଧ ପଡ଼ିଛି। ଘେରିବନ୍ଧ ପଡ଼ିବା ଦ୍ୱାରା ଚକୁରୁ ପାଣି ନିଷ୍କାସନ ହୋଇପାରୁନାହିଁ। ଆଡ଼େ ଯେତେବେଳେ ହଂସୁଆରେ ପାଣି ଉପରେ ବର୍ଷା ହେଉଛି, ହଂସୁଆ ବଢ଼ିଗଲା ବେଳକୁ ଚକ ଦେହରେ ପାଣି ବୋଝେଇ, ତେଣୁ ଧାନ ଆଉ ରହିବା କଥା ନୁହଁ। ତାପରେ ସରକାର ଇଏ ଯେଉଁ ଗମନାଗମନ ପାଇଁ 2ଟି ପୋଲ ଏଇଠି କରିଦେଇଛନ୍ତି। ଗୋଟିଏ କୋଟକଣା ପାଖରେ ହେଇଛି, ଆଉ ଗୋଟିଏ ହେଇଛି ନେଦାଳରେ। 2ଟା ପୋଲ ହେଇଛି। ସେ ପୋଲ ଗୁଡ଼ିକ କ'ଣ ହେଇଛି ନା ପିଲର ସିଷ୍ଟମ ହେଇକିରି ହେଇଛି, ତା ଦେହରେ ଦଳ ଗଛ ବିଭିନ୍ନ ଲାଗିକିରି ପାଣି ନିଷ୍କାସନ ହେଇପାରୁନି ଠିକ୍ ଭାବେ। ଏ ସମସ୍ୟାରୁ ଲୋକମାନେ ମୁକ୍ତି ପାଇବା କଷ୍ଟକର ହୋଇପଡ଼ିଛି, ଯାହାଦ୍ୱାରା ଚାଷୀମାନେ ରାଜରାସ୍ତାକୁ ଓହ୍ଲାଇବାକୁ ସଜବାଜ ହେଉଛନ୍ତି। ଆଗରୁ ମଧ୍ୟ ବହୁବାର ଚାଷୀମାନେ ସମସ୍ୟାକୁ ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି, କିନ୍ତୁ ଫଳ କିଛି ହୋଇନାହିଁ। ଜିଲ୍ଲା ପ୍ରଶାସନ ଏବଂ ବିଭାଗୀୟ ଅଧିକାରୀଙ୍କ ନିକଟରେ ବହୁବାର ଅଭିଯୋଗ ହୋଇଛି, କିନ୍ତୁ ଫଳ ଶୂନ। ମୋ ନାଁ କ୍ଷିତୀଶ କୁମାର ବେହେରା, ଘର କନ୍ଦରାପାଟି। ଆମର କନ୍ଦରାପାଟି ମୌଜା ଆଉ ନେଦାଳ ମୌଜା ଜଗନ୍ନାଥପୁର ପଞ୍ଚାୟତର, ଆଉ କୁଆମଙ୍ଗା ମୌଜାରେ ଏମିତି ସବୁ ଜମି ଅଛି। ଜମି 4-5 ଏକର ଜମି ହଂସୁଆ ପାଣିରେ ବୁଡ଼ି ରହିଛି। ଆଉ ଲଗାତାର ବର୍ଷା ହେବାରୁ ଆମର ଏମିତି ହଂସୁଆ ପାଣି ବର୍ଷକୁ ବର୍ଷ ହେଉଛି, ତେଣୁକରି କ୍ଷୟକ୍ଷତି ହେଉଛି। ଆଉ ବହୁତ ପଇସା ଖର୍ଚ୍ଚ କରୁଛୁ, ତେଣୁକରି କିଛି ଆଉ ଲାଭବାନ ପାଇପାରୁନୁ। ହଂସୁଆ ପାଣି କେମିତି ନିଷ୍କାସନ ହେବ, ସେଥିପାଇଁ କି ସରକାରଙ୍କ କତିରେ ଆମର ଟିକେ ଦାବି। ଆଉ
ଆମର 4-5 ଏକର ଜମି ହେଉଛି। ଏ ଅଞ୍ଚଳରେ ଆମର ଚାଷ ଜମି 100 ଏକର ଭଳିଆ ହେବ। ହଂସୁଆ ଜଳରେ ପ୍ରଭାବିତ ହେଉଛି। ଏଇ ପାଣି କେମିତି ନିଷ୍କାସନ ହେବ ସରକାରଙ୍କ କତିରେ ଆମର ଦାବି, ଆଉ କିଛି କହିବାର ନାହିଁ। ଆଉ रश्मि रंजन नवनिर्माण कृषक संगठन आपण आज जो स्थिति की नहीं कि आम पाखे पहुँचती यहीटा गोटे दीर्घ दिन समस्या एवं ये कथा को लेकि साधारण लोक एवं क्षतिग्रस्त जनसाधारण तरफ सांगठनिक धारा विभिन्न पर्यायर आंदोलन संगठित होती। आम सब कही आसु हंसुआ हूँ महानदी निम्न अववाहिकर सुविस्तृत जलराशि को निष्कासन करिवार गोटे पथ जहाँ प्राकृतिक भाव में प्राकृतिक नाली किंतु प्राकृतिक नाली भितर वर्तमान सुधा जहाँ देखा समस्त समस्या गुड़ाक मनुष्यकृत भाव में विपर्य आणिकी से मनुष्यकृत विपर्य द्वारा विशेष करिकी आम हंसुआ गोटे 98 किलोमीटर 600 मीटर हंसुआ से हंसुआर अनेक जगह सर्पिल गतिपथ सर्पिल आम सबुले प्रस्ताव देचु जे जोटी अंका बंका सिटी लैंड एक्विजिशन करी सीधा करा जाऊ लेवल सर्वे करा जाई कि अन्यान्य जोटी सरकारी जमी एवं काठ मृत काठगड़ी ता सहित कनेक्ट करी जल निष्कासन बाट करा जाऊ एवं विशेष करके बिरिडी रघुनाथपुर जगतसिंहपुर आंशिक तीर्थोल बालिकुदा एरसमा ये संपूर्ण जलराशि 63,000 माने वर्ग किलोमीटर माने हेक्टर पानी जो जाऊँगी हंसुआ को जेते माने केवल अणसरिया स्थान गोटे बोट स्टडी भी होनी एवं अनभिज्ञ भाव में जोटी जल निष्कासनटा को अग्राधिकार दवा कथा सेठी गोटे कृत्रिम भाव में गुड़ाए पाइलिंग खुंटयुक्त पोल करिकी जल निष्कासन पथटा को संपूर्ण बाधाप्राप्त कराई जहाँ संपूर्ण भाव में एवं सरकारी पैसार दुरुपयोग हो कौन हजार हजार चाषी हजार हजार हेक्टर फसल संपूर्ण बार बार धोईगला जो प्रभुत क्षति हो ये क्षति तुलन में ये गुड़ाक केवल ठिकादारी को संतुष्ट करने ये कथा कराऊँ दलर एपर्यंत गोटे मैनेजमेंट हो पारानी दलटा को आम कौ जैविक खेत कराई चाषी काम लगे दि जाऊ एवं अनेक जगह लेवल सर्वे कराई स्टोरेज सिस्टम हो एवं मल्टी डायमेंशनल वे एवं जो पानी होती बर्तमान फाइबर स्टडी आसतु एवं जो माने टेक्निकल एक्सपर्ट अच्छा टेक्निकल एक्सपर्ट एवं जो माने क्षतिग्रस्त पार्श्ववर्ती इलाकार क्षतिग्रस्त जनसाधारण एमान भितर गोटे समन्वय रक्षा कराऊ एवं जहाँ मत 40-50 वर्ष अभिज्ञतार चाषबास करुवा लोक जहाँ मत दौरान से मतरू इनपुट नहीं अंतत कार्यकारी कर बाट हो एवं ये समस्त कथा गोटे सार्वजनिक कराऊ एवं विस्तृत भाव में कह गले कैचमेंट पूरा माने उत्पत्ति स्थल कटक सदर ठारू जटाधर मुहाण पर्यंत गोटे सुविस्तृत योजना बा गोटे मास्टर प्लान कार्यकारी कराऊ जहाँद्वारा प्रकृत ये चाषबास और गोटे अर्थनीति संपूर्ण उजुड़ी है। तेज तुरंत सरकार बा जिला प्रशासन एप्रति दृष्टि न दियंती तेज आगामी दिन में एक बड़ धरणर चाषी आंदोलन को एड़ाई हेब नाही बोली सूचना मिलुछि। जगतसिंहपुर प्रताप कुमार सिंह रिपोर्ट महाभारत लाइव।